ଶିଳାପଦ୍ମ ଶ୍ରୀମତୀ ପ୍ରତିଭା ରାୟ। କୋଣାର୍କ ନିତ୍ୟ ନୂତନ, ଯେତେ ଦେଖିଲେ କୋଣାର୍କ ନୂଆ ଭଳି ଦିଶେ। କୋଣାର୍କର ପ୍ରତ୍ୟେକଟି ଦୃଶ୍ୟ ସେଦିନ ପୁନର୍ବାର ଦେଖୁ ଦେଖୁ ଚାର୍ଲ୍ସ ବଡ଼ ଦେଉଳର ଭଗ୍ନ ପାଷାଣ ଖଣ୍ଡମାନଙ୍କରେ ଲମ୍ବା ଲମ୍ବା ପାଦ ପକାଇ ଦକ୍ଷ ପର୍ବତ ଆରୋହଣକାରୀ ଭଳି ପଶ୍ଚିମ ପାର୍ଶ୍ୱକୁ ବାହାରିଗଲାଣି। ପଛରେ ପଡ଼ିଯାଇଛି ପ୍ରାଚୀ। ଶାଢ଼ୀ ପିନ୍ଧି ମନ୍ଦିର ଉପରକୁ ଚଢ଼ିବା ଏବଂ ଓହ୍ଲାଇବା ଏତେ ସହଜ ନୁହଁ। ପ୍ରାଚୀ ଅତି ସାବଧାନତା ସହକାରେ 2ଟି ପାବଚ୍ଛ ଶ୍ରେଣୀ ଚଢ଼ି ଉତ୍ତର ପାର୍ଶ୍ୱ ସୂର୍ଯ୍ୟମୂର୍ତ୍ତିଙ୍କ ପାଖରେ ପହଞ୍ଚିଛି। ଏଥର ସେ ପଶ୍ଚିମ ପାର୍ଶ୍ୱକୁ ଓହ୍ଲାଇ ଗଲେ ଚାର୍ଲ୍ସ ପାଖରେ ପହଞ୍ଚିଯିବ। ଟଳଟଳ ପାଦରେ ପ୍ରାଚୀ ଭଗ୍ନ ପ୍ରସ୍ତର ଖଣ୍ଡରେ ପାଦ ରଖି ଓହ୍ଲାଉଛି। ଚାର୍ଲ୍ସ ତଳେ ଥାଇ ପ୍ରାଚୀକୁ ଅପେକ୍ଷା କରିଛି। ପ୍ରାଚୀକୁ ସାହାଯ୍ୟ କରିବା ପାଇଁ ଚାର୍ଲ୍ସ ଅନାୟାସରେ ହାତ ବଢ଼ାଇ ଦେଲା। ପ୍ରାଚୀ ବୋଧହୁଏ କାହାର ସାହାଯ୍ୟ ଲୋଡ଼ୁଥିଲା। କିଛି ନ ଭାବି ସେ ଚାର୍ଲ୍ସର ସାହାଯ୍ୟ ନେବା ପାଇଁ ହାତ ବଢ଼ାଇଲା। ପ୍ରାଚୀ ଏବଂ ଚାର୍ଲ୍ସଙ୍କର 2 ପ୍ରସାରିତ ହାତ ଭିତରେ ବ୍ୟବଧାନ ଖୁବ୍ ଅଳ୍ପ। ପ୍ରାଚୀ ଅଳ୍ପ ନଇଁ ପଡ଼ିଲେ ଚାର୍ଲ୍ସର ହାତକୁ ସ୍ପର୍ଶ କରିବ, କିମ୍ବା ଚାର୍ଲ୍ସ ଗୋଡ଼ ଟେକି ଅଳ୍ପ ଝୁଙ୍କି ଆସିଲେ ପ୍ରାଚୀ ହାତକୁ ଧରି ନେବ। ପଦ୍ମନାଡ଼ ପରି ଚାର୍ଲ୍ସର ଦୀର୍ଘ ଉଜ୍ଜ୍ୱଳ ହାତ, ପଦ୍ମ ପାଖୁଡ଼ା ପରି ତା'ର ଗୋଲାପୀ କରତଳ। ପ୍ରାଚୀର ସୁଠାମ ସୁଗୋଲ ହାତଟି ଚାର୍ଲ୍ସର ହାତ ପାଖରେ ଅନୁଜ୍ଜ୍ୱଳ ଦିଶୁଥିଲେ ବି ମଧୁର ତା'ର ରଙ୍ଗ। ପ୍ରାଚୀ ମୁଗ୍ଧ ହୋଇ ଚାର୍ଲ୍ସର ଦୀର୍ଘ ହାତଟିକୁ ମନେ ମନେ ତାରିଫ କରୁଥାଏ। ସେ ଲକ୍ଷ୍ୟ କଲା ଚାର୍ଲ୍ସର ହାତ ଅଳ୍ପ ଅଳ୍ପ ସ୍ପନ୍ଦିତ ହେଉଛି। ପ୍ରାଚୀ ଭିତରେ ମୃଦୁ ଆଘାତର ସ୍ପର୍ଶ ଲାଗିଲା। ଯୁଗାନ୍ତର ସଂସ୍କାରର କୁଣ୍ଠା ତା'ର ପ୍ରସାରିତ ହାତଟିକୁ ତା ଅଞ୍ଚଳକୁ ଫେରାଇ ଦେଲା। ସେ 2 ହାତରେ ଭରା ଦେଇ ତଳକୁ ଓହ୍ଲାଇ ଯାଉ ଯାଉ ହସି ଦେଇ କହିଲା, ଦେଖ, ମୁଁ କେମିତି ତୁମର ସାହାଯ୍ୟ ବିନା ଏକା ଏକା ଓହ୍ଲାଇ ପାରେ। ସବୁ କଥାରେ ଝିଅମାନଙ୍କୁ ଦୁର୍ବଳ ମନେ କରିବା ଠିକ୍ ନୁହେଁ। ଚାର୍ଲ୍ସ ନିଜର ସ୍ପନ୍ଦିତ ପ୍ରସାରିତ ହାତଟିକୁ ଆସ୍ତେ ଫେରାଇ ନେଲା, ଯେମିତିକି ହାତଟା ଫେରିବା ପାଇଁ ଅନିଚ୍ଛୁକ। ସେ ପ୍ରାଚୀକୁ ଜେରା କଲା, ମୋ ହାତ ଧରି ଓହ୍ଲାଇବାରେ କ୍ଷତି କ'ଣ? ଏ ମଧ୍ୟ କ'ଣ ତୁମ ଦେଶର ଶାସ୍ତ୍ର ବିରୋଧୀ ଆଚରଣ ନା କ'ଣ? ପ୍ରାଚୀ ଆଗେଇ ଯାଉ ଯାଉ କହିଲା, ନିଶ୍ଚୟ। ଝିଅମାନଙ୍କର ଦକ୍ଷିଣ ହସ୍ତଟି ଜଣକ ପାଇଁ ପରା ସଂରକ୍ଷିତ। ତାକୁ ଧରିବାର ଅଧିକାର ଆଉ କାହାର ନାହିଁ। ସେଦିନ ତମେ ଦକ୍ଷିଣ ହସ୍ତରେ ମୋ ହାତ ଧରି ମୋତେ ଟାଣି ନେଇଥିଲ ବିପଦ ମୁହଁରୁ, ମନେ ଅଛି? ଚାର୍ଲ୍ସ ମନେ ପକାଇ ଦେଲା ପ୍ରାଚୀକୁ। ପ୍ରାଚୀ ଗମ୍ଭୀର କଣ୍ଠରେ କହିଲା, ସେ ଈଶ୍ୱରଙ୍କ ହାତ ଥିଲା, ମୋ ହାତ ନୁହେଁ। ଈଶ୍ୱରଙ୍କ ହାତ ହିଁ ମଣିଷକୁ ରକ୍ଷା କରେ। ଚାର୍ଲ୍ସ କ୍ଷୁଣ୍ଣ ହେଉଛି। ସେ ଗମ୍ଭୀର କଣ୍ଠରେ କହିଲା, ମୋ ଭିତରେ ବି ଆତ୍ମା ଅଛି, ଈଶ୍ୱର ଅଛନ୍ତି। ମୋର ହାତ ମଧ୍ୟ ଈଶ୍ୱରଙ୍କ ହାତ। ତୁମ ଭିତରେ ଥିବା ଈଶ୍ୱରଙ୍କୁ ଭାରତୀୟ ସଂସ୍କୃତିର ନୀତି ନିୟମ ଜଣା ନାହିଁ। ତେଣୁ ଯେତେ ସବୁ ଗଣ୍ଡଗୋଳ। ପ୍ରାଚୀ ହସି ହସି ଉତ୍ତର ପାର୍ଶ୍ୱକୁ ଓହ୍ଲାଇଗଲା, ପଛେ ପଛେ ଚାର୍ଲ୍ସ। ଚାର୍ଲ୍ସ ଭାବିଲା, ପ୍ରାଚୀ ଖୁବ୍ ଆଗୁଆ। ଚାର୍ଲ୍ସ ଆଗେଇବ ନା ପଛକୁ ପାଦ ଫେରାଇବ? ଚାର୍ଲ୍ସ ଭାବୁଥାଏ, ଜ୍ୟୋତ୍ସ୍ନାଲୋକରେ କୋଣାର୍କ ଏବଂ ପ୍ରାଚୀପ୍ରଭା ଦୁହିଁଙ୍କର ସୌନ୍ଦର୍ଯ୍ୟ ଅନିର୍ବାଚନୀୟ। ସେତିକି ନ ଦେଖି ଫେରି ଯାଇଥିଲେ ଜୀବନ ଅପୂର୍ଣ୍ଣ ରହିଯାଇଥାନ୍ତା। ଜ୍ୟୋତ୍ସ୍ନାଲୋକରେ କୋଣାର୍କର ନୀରବ ଆତ୍ମପ୍ରକାଶ ଚାର୍ଲ୍ସର ଯାଯାବରୀ ମନକୁ ମାୟାବନ୍ଧନରେ ଛନ୍ଦି ଦେଉଥାଏ। ଚାର୍ଲ୍ସ ଭାବୁଥାଏ, ଏମିତି ସବୁଦିନ ଜ୍ୟୋତ୍ସ୍ନାଲୋକ ତଳେ କୋଣାର୍କ ବେଢ଼ାରେ ଅଟକି ଗଲେ ବି ଜୀବନ ପ୍ରବାହ ଅଟକି ଯିବ ନାହିଁ। ଆରଥରକୁ